ଚାଷ ଉଜାଡ଼ି ଦେଲା ଲଘୁଚାପ ଜନିତ ଲଗାଣ ବର୍ଷା। ଏହି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାଫଳରେ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଆପଣଙ୍କୁ ମୁଁ ସହଯୋଗୀ କହିବି, ଆପଣଙ୍କୁ ଚିତ୍ର ଦେଖେଇବେ। ଏସବୁ ଅଞ୍ଚଳ ହେଉଛି ଚାଷ ପ୍ରବଣ ଅଞ୍ଚଳ। ଚାଷ କାମ କିଛି ଦିନ ପୂର୍ବରୁ ସରିଥିଲା। ଚାଷ କାମ ସରିବାର କିଛି ଦିନ ପରେ ଯେଉଁ ଲଗାଣ ବର୍ଷା ହେଲା, ବର୍ଷା ଫଳରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା, ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇସାରିଛି। এবং ଯାହା ଆମେ ଚିତ୍ର ଦେଖାଉଛୁ, ଆମର ଯେଉଁ କ୍ୟାମେରା ପର୍ସନ ଅଛି ଦେଖୁଛନ୍ତି, ଚିତ୍ର ଦେଖୁଛନ୍ତି, ଏସବୁ ଚାଷ ଅଞ୍ଚଳ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହୋଇସାରିଛି, ସବୁ ପଚିକି ନଷ୍ଟ ମଧ୍ୟ ହୋଇସାରିଛି। ଆମକୁ କିଛି ଚାଷୀ ମଧ୍ୟ ଧାନ ଗଛ ଦେଖାଉଥିଲେ, ସେ ଧାନରୁ ଆଦୌ ଗଜା ବାହାରିବ ନାହିଁ, ଯାହା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇସାରିଛି। ତେବେ ଏ ଅଞ୍ଚଳରୁ ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନାହିଁ। ଆପଣ ଏ ତମାମ ଅଞ୍ଚଳ ଦେଖୁଛନ୍ତି, ଏ ଅଞ୍ଚଳ ହେଉଛି 42 ମୌଜା ଅଞ୍ଚଳ। এই 42 ମୌଜା ଭିତରେ ପାଖାପାଖି 3000 ହେକ୍ଟର ଚାଷ ଜମି ରହିଛି। এই ଚାଷ ଜମି ସମ୍ପୂର୍ଣ୍ଣ ଚାଷ କରିକି ପରିବାର ପ୍ରତିପୋଷଣ କରନ୍ତି এই 42 ମୌଜା ଅଞ୍ଚଳ ଲୋକମାନେ। ତେବେ ଯେହେତୁ ଚାଷ କ୍ଷତିଗ୍ରସ୍ତ ହୋଇସାରିଛି, ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନାହିଁ, ତେଣୁ ସେମାନେ ଚିନ୍ତାଗ୍ରସ୍ତ ଅଛନ୍ତି କେଉଁଭଳି ଭାବରେ ସେମାନେ ବର୍ଷଯାକ ପରିଶ୍ରମ ଯେଉଁ କରିଥିଲେ, ବର୍ଷଯାକ କିଭଳି ପରିବାର ପ୍ରତିପୋଷଣ କରିବେ। ତାଙ୍କର କହିବା କଥା, ଏଇ ଯେଉଁ ପଳପଳା ନଦୀ ରହିଥିଲା, ପଳପଳା ନଦୀରୁ ପେଜଗଡ଼ା ପର୍ଯ୍ୟନ୍ତ ଗୋଟେ କେନାଲ ହେବାର ଯୋଜନା ଥିଲା। ଆଉ ସେ କେନାଲ ହେଇଥିଲେ ପାଣି ନିଷ୍କାସନ ହୋଇପାରିଥାନ୍ତା ଏବଂ ଚାଷ ସମ୍ପୂର୍ଣ୍ଣ ବଞ୍ଚି ପାରିଥାନ୍ତା। କିନ୍ତୁ ଯେହେତୁ କେନାଲ ହବ କହି ପ୍ରଶାସନ ବା ସରକାରୀ ଅଧିକାରୀ କିମ୍ବା ଯେଉଁ ରାଜ୍ୟ ନେତାମାନେ ବାରମ୍ବାର ଦିନ ଗଡ଼େଇ ଚାଲିଛନ୍ତି, କିନ୍ତୁ କେନାଲ ହେଇପାରୁନାହିଁ, ଯାହାଫଳରେ ଚାଷ କ୍ଷତିଗ୍ରସ୍ତ ହେଇଛି। ଆପଣ ଚିତ୍ର ଦେଖିପାରୁଥିବେ, ଏ ହେଉଛି ସେଇ ସବୁ ଧାନ ଗଛ। ସମ୍ପୂର୍ଣ୍ଣ ଧାନ ପଚିକି ନଷ୍ଟ ହୋଇସାରିଛି। ଏଥିରୁ ଆଦୌ ଆଉ ଗଜା ବାହାରିବନି କି ଚାଷ ହବ ନାହିଁ। ତେଣୁ ସେ ଯେଉଁ ଚିନ୍ତା କରୁଥିଲେ, ଯେଉଁ ପରିବାର ପ୍ରତିପୋଷଣ କରିବା ପାଇଁ ଯେଉଁ ଋଣଗଣା କରିଥିଲେ, ହାତ ଉଧାରି କରିଥିଲେ, ସୁନାଗହଣା ବନ୍ଧା ପକାଇ ଯେଉଁ ଚାଷ କରିଥିଲେ, ସେ ଋଣ କିଭଳି ପରିଶୋଧ କରିବେ ଏବଂ କିଭଳି ପରିବାର ପ୍ରତିପୋଷଣ କରିବେ। ଆମ ସହିତ ଚାଷୀମାନେ ଅଛନ୍ତି, ଆଲୋଚନା କରିବା ଯେ ଚାଷ କରିକି ସେମାନେ ଯେଉଁ ପରିବାର ପ୍ରତିପୋଷଣ କରିଥାନ୍ତେ, ଚାଷ କ୍ଷତିଗ୍ରସ୍ତ ହେଲା, ତେବେ ଆଗକୁ କିଭଳି ପରିବାର ପ୍ରତିପୋଷଣ କରିବେ। ଆଜ୍ଞା, ମୁଁ ଦେଖୁଥିଲି ଆପଣ ଧାନ ଗଛ ଆମକୁ ବି ଦେଖୁଛନ୍ତି, ଆପଣ ନିଜେ ବି ଦେଖୁଛନ୍ତି, ଜମି ଭିତରେ ମଧ୍ୟ ପଶିକି ଦେଖୁଥିଲେ। ଧାନ ଅବସ୍ଥା କେମିତି ଦେଖୁଛନ୍ତି? ମୋ ନାମ ସୁଧାଂଶୁ ମଣ୍ଡଳ, ବସ୍ତା ବ୍ଲକ ଅନ୍ତର୍ଗତ ଦରଡ଼ା ପଞ୍ଚାୟତର ଚକ୍ରଡ଼ା ଗ୍ରାମର ଆମର ଏ ଗ୍ରାମର ବାସିନ୍ଦା। ମୁଁ ଏ ଗାଁରେ 5 ଏକର ଜମି ଚାଷ କରିଥିଲି। ସେଥିରୁ 4 ଏକର ରୁଆ ଥିଲା, 1 ଏକର ଜମି ବାକି ଥିଲା। ସେ 4 ଏକର ଜମି ଆଜକୁ 10-12 ଦିନ ତଳେ ମୁଁ ରୁଇଥିଲି, କିନ୍ତୁ ଅଚାନକ ବର୍ଷା ଆସିବାରୁ এই ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିଲା। ବନ୍ୟା ସୃଷ୍ଟି ହେବାରୁ ଆମର ସମସ୍ତ ଦେଖୁଥିଲେ, ଆପଣମାନେ ଟିଭି ସ୍କ୍ରିନ୍ ମାଧ୍ୟମରେ ଦେଖୁଥିବେ ଏ କେମିତି ନଷ୍ଟ ହେଇଯାଇଛି। ତେଣୁକରି ମୋର ପରିବାର ପୋଷଣ ଚଳିବା ପାଇଁ ବହୁତ ସମସ୍ୟା, ବହୁତ ଋଣ ଫୁଣ କରି ସାର୍ ମୋର ଯେଉଁ ଚାଷଟି କରିଥିଲି, ଘର ପିଲା ଛୁଆମାନଙ୍କୁ ନେଇକି ମୁଁ କେମିତି ଚଳିବି ସାର୍? ମତେ ଯଦି ଆପଣମାନେ ଏଇ ଯେଉଁ ଚାଷର କ୍ଷତିପୂରଣ ଦେଇଥାନ୍ତେ ଉପକୃତ ସାର୍। ମୁଁ 20,000 ଟଙ୍କା ଋଣ କରିଥିଲି, ଏସ୍ଏଚଜି ଗ୍ରୁପ ଋଣ କରିଥିଲି। ତେଣୁ ସରକାରଙ୍କୁ ଅନୁରୋଧ କରୁ, ତା ସହିତ ଆମ এই ଅଞ୍ଚଳ ଗୋଟେ କେନାଲ ଯଦି କରିଥାନ୍ତେ ଆମେ ବହୁତ ଉପକୃତ ଆପଣଙ୍କୁ ଧନ୍ୟବାଦ ଦେଇଥାନ୍ତୁ। କଣ କହିବେ ଆଜ୍ଞା? ମୁଁ ଦେଖୁଥିଲି ଚାଷ ତ କ୍ଷତିଗ୍ରସ୍ତ ହେଇଛି, ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଛି। এই ଅଞ୍ଚଳ ଲୋକ ତ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି, ତାଙ୍କ ସ୍ଥିତି କେମିତି ଆପଣ ଦେଖୁଛନ୍ତି? ଆଜ୍ଞା ଦେଖନ୍ତୁ, ଏଇଟା କେବଳ ଆମର ଏଇ ଚକ୍ରଡ଼ା ଗାଁର ନୁହଁ, এইটা সমস্যা হচ্ছে আমার এটি 40 খন্ড মৌজা, 40 খন্ড গাঁর সমস্যা। 42 মৌজা যেটা আমরা কହୁଥିଲୁ যে এটি আমার চক্রଡ଼ା ঠারু গুইরাগড়িয়া, বাইগন্ডিয়া, গুন্ড্রিমারা, নিশ্ଚିন্তপুর, তা সহিত ঝেঞ্জিপুরা, সিদ্ধসাই, মুন্ডিমারি, এসবু গাঁর যেତିকি চাষ জমি, আরে হাজার হাজার একর চাষ জমি এইভাবে বর্ষকু এভাবে পানি নিষ্কাশিত ন হইকি মানে বুড়িকি রয়েছে। ଆପଣ ଦେଖନ୍ତୁ ଏଇଟା ସୁବର୍ଣ୍ଣରେଖା ପାଣି ନୁହଁ କି ବୁଢାବଳ ପାଣି ନୁହଁ କି ଜଳକା ପାଣି ନୁହଁ, ଏଇଟା କେବଳ ଲଘୁଚାପ ଜନିତ ବର୍ଷା ଜନିତ ପାଣି। ଏ ପାଣି ନିଷ୍କାସନ ହେବା ପାଇଁ କୌଣସି ରାସ୍ତା ହିଁ ନାହିଁ। ବିଗତ ଦିନରେ ଆମେ ବାରମ୍ବାର ଏ ବାବଦରେ ସରକାରକୁ ଅବଗତ କରିଛୁ, ପ୍ରଶାସନକୁ ଜଣେଇଛୁ ଯେ ଆମର ଗୋଟିଏ ଚକ୍ରଡ଼ା ବନ୍ଧ ନିକଟରୁ ପେଜଗଡ଼ା ପର୍ଯ୍ୟନ୍ତ ଗୋଟେ ଡ୍ରେନେଜ କରାଯାଉ ଏବଂ ଅଧେ ଆମର ଡ୍ରେନେଜ ରହିଛି, ଆମର ଅଧେ ଡ୍ରେନେଜ ଆମର ରହିଛି ଏବଂ ଆଉ ଅଳ୍ପ ଜାଗା ଯଦି ସରକାର ତାକୁ ଏନକ୍ଲୋଜମେଣ୍ଟ କରିକି যদি ড্রেনেজ পাই করে পারিথান্তে, তাহলে এটি হাজার হাজার একর চাষ জমি বঞ্চি যাইথান্তা। আজ দেখন্তু 80% চাষী বর্তমান রুই সারিলে, তাঁর চাষর অবস্থা আপনার দেখুথিবে, নিজে দেখুছেন। আউ 20% চাষী যে রুইবা পাই যাওলে তলি পকিলে, সে তলি বি সম্পূর্ণ নষ্ট হয়েছে। তেমন চাষী মানে যে ঋণ ভার করি যে সমস্যা করি চাষী মান যে পরিস্থিতি, সেমানে ভিতরে মুন্ডরে হাত দিয়ে বসছেন এবং সেমানে ঘরে বসিকি নিজ দুঃখ কাহাকু আউ কহিবে। বারম্বার আমি সরকারকে কହୁଛୁ যে আমার গোটে ড্রেনেজ গোটে করা যাও, কিন্তু সেতিকি আজ পর্যন্ত হইপারু নাই। কি পলপা নদীরে মধ্যে ঠিক পানি নিষ্কাশন হেউ নাই, কি আপন পেজগড়া নদীরে মধ্যে পানি নিষ্কাশন ঠিক ভাবে হইপারু নাই। যদি সে দুইটা নদী কি বারবার তাকে টিকে নিষ্কাশিত পানি নিষ্কাশন ପାଇଁ ঠিক সুব্যবস্থা করতে তাহলে বি কিছু চাষী বি উপকৃত হইতান্তে। কিন্তু আমি চাহুଛୁ আমার মুখ্য প্রসঙ্গ যে আমার চক্রଡ଼ା বন্ধ ঠারু পেজগড়া পর্যন্ত গোটে ড্রেনেজ করা যাও সরকার তরফ। নিশ্চিত ভাবে এই যে 42 মৌজা অঞ্চলରୁ
गोटे जदि केनाल हो पारंता बा ड्रेन व्यवस्था हो पारंता ताहले ए 42 मौजार अंचल जो लोक मैंने रहते जो 3000 हेक्टर अधिक चाष जमी रही से सब बंची पारंता जहाँ यही अंचल जो 42 मौजा कथा कहुचे अंचल जिते सब लोक बसवास कर समस्ते ही चाष रु ही परिवार प्रतिपोषण कर गुजराण मेटाती किंतु ये चाष क्षतिग्रस्त संपूर्ण हो सारी तेणु किभली भाव में आग को परिस्थिति सृष्टि न हो आग को आब जो पानी निष्कासन व्यवस्था किभली कराई पारिबो से नेकी सरकार व्यवस्था करबा दाबी करिसेंती। बालेश्वर जिला बस्तारू रंजन कुमार बेहेरा, कनक न्यूज।